ଆରାଧ୍ୟର ବିପରୀତ ଶବ୍ଦ ଚୟନ କର। ଏ ଅନାରାଧ୍ୟ, ବି ଦୁରାଧ୍ୟ, ସି ବିପ୍ରରାଧ୍ୟ, ଡି ଆରାଧକ। ଠିକ୍ ଉତ୍ତର ହେଉଛି ଡି ଆରାଧକ। ଏହା ପୂର୍ବରୁ ଆରାଧ୍ୟର ବିପରୀତ ଶବ୍ଦ ଦୁରାରାଧ୍ୟ ବୋଲି ମୁଁ ଜଣାଇଥିଲି। ଫେସବୁକ୍ରେ ଏହି ଭିଡ଼ିଓ ଉପରେ ମତାମତ ଦେଇଥିବା ମୋର ସମସ୍ତ ବିଜ୍ଞ ଓଡ଼ିଆ ଭାଇ ଭଉଣୀଙ୍କୁ ସାରସ୍ୱତ ପ୍ରଣାମ ଜଣାଉଛି। ମୋ ଭାଷା ଓଡ଼ିଆ, ମୁଁ ମୋ ଭାଷାକୁ ଭଲ ପାଏ। ଏଣୁ ଆମ ଭାଷାରେ ଆମ ଓଡ଼ିଶା ପିଲାମାନେ କେମିତି ଅଧିକ କଥା ଜାଣିପାରିବେ ତା ପାଇଁ ଏହା ମୋର ଏକ କ୍ଷୁଦ୍ର ପ୍ରୟାସ। ଆରାଧ୍ୟର ବିପରୀତ ଶବ୍ଦ ଚୟନ କର। ଏ ଅନାରାଧ୍ୟ, ବି ଦୁରାଧ୍ୟ, ସି ବିପ୍ରରାଧ୍ୟ, ଡି ଦୁରାରାଧ୍ୟ। ଠିକ୍ ଉତ୍ତର ଦୁରାରାଧ୍ୟ। ଏହା ପୂର୍ବ ଭିଡ଼ିଓରେ ଦିଆଯାଇଥିଲା। ଏହି ପ୍ରଶ୍ନଟି ୟୁପିଏସ୍ସିର ଗୋଟିଏ ପ୍ରଶ୍ନପତ୍ରର ଓଡ଼ିଆ ବିଭାଗରୁ ପାଇଥିଲି। ପ୍ରଶ୍ନଟି ପାଇବା ପରେ ମୋତେ ବି ଲାଗିଲା ଅନାରାଧ୍ୟ ଉତ୍ତର ହୋଇପାରେ। ଓଡ଼ିଆ ଭାଷାର ତରୁଣ ଶବ୍ଦକୋଷ, ନବ ଅଭିଧାନ, ଓଡ଼ିଆ ଅଭିଧାନ ଭଳି 5ଟି ଅଭିଧାନକୁ ତନ୍ନ କରି ଦେଖିବା ପରେ ଅନାରାଧ୍ୟ ଶବ୍ଦଟି ଅଭିଧାନରେ ମିଳିଲା ନାହିଁ। ତରୁଣ ଶବ୍ଦକୋଷର 60 ପୃଷ୍ଠାରେ ଆରାଧ୍ୟ ଏକ ବିଶେଷଣ ପଦ, ଗଠନ ପ୍ରଣାଳୀ ଆରାଧ ଅନ୍ୟ, ଯାହାର ଅର୍ଥ ଉପାସ୍ୟ ବା ଯାହାକୁ ଉପାସନା କରାଯାଇପାରେ, ଏହା ପାଇଲି। ସେହି ତରୁଣ ଶବ୍ଦକୋଷର 286 ପୃଷ୍ଠାରେ ଦୁରାରାଧ୍ୟ ଶବ୍ଦ ପାଇଲି। ଏହା ମଧ୍ୟ ବିଶେଷଣ ପଦ, ଗଠନ ପ୍ରଣାଳୀ ଦୁଃ ଆରାଧ୍ୟ, ଯାହାକୁ ଆରାଧନାରେ ସନ୍ତୁଷ୍ଟ କରାଯାଇ ନପାରେ। ଏଣୁ ଦୁରାରାଧ୍ୟ ଶବ୍ଦ ଠିକ୍ ଉତ୍ତର ବୋଲି ସ୍ଥିର କଲି। ତଥାପି ମନ ମାନିଲା ନାହିଁ। ଓଡ଼ିଶାରେ ୟୁପିଏସ୍ସି ଓ ଓପିଏସ୍ସି ପରୀକ୍ଷା ନିମନ୍ତେ ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ପୁସ୍ତକକୁ ଅଧ୍ୟୟନ କଲି। ପ୍ରତିଯୋଗିତାମୂଳକ ଓଡ଼ିଆ ବ୍ୟାକରଣ ଅଭ୍ୟାସ ପୁସ୍ତିକା ପ୍ରାକ୍ଟିସ୍ ପେପର୍ସ ଫର୍ ଅଲ୍ ଓଡ଼ିଶା କମ୍ପିଟିଟିଭ୍ ଏକ୍ଜାମିନେସନ୍, ଯାହା ଶ୍ରୀଯୁକ୍ତ ପି.କେ. ସ୍ୱାଇଁଙ୍କ ଦ୍ୱାରା ସଂକଳିତ, ପାଠ କରିବା ପରେ ଠିକ୍ ଏହି ପ୍ରଶ୍ନ ସେଠାରେ ପାଇଲି। ତାର ଉତ୍ତରରେ ଦୁରାରାଧ୍ୟ ଲେଖାଯାଇଥିଲା। ଦରେ ଦୀର୍ଘ ଉକାର ଥିଲା। ଶବ୍ଦକୋଷମାନଙ୍କରୁ ଦୁରାରାଧ୍ୟ ଶବ୍ଦ ପାଇଲି ନାହିଁ। ଏଣୁ ଦୁରାରାଧ୍ୟ ହିଁ ଠିକ୍ ଉତ୍ତର ବୋଲି ବିବେଚନା କଲି। ଓଡ଼ିଆ ଭାଷାର ଏକ ଶବ୍ଦର ବିପରୀତ ଶବ୍ଦ ଆପଣମାନଙ୍କ ପାଖରେ ପହଞ୍ଚାଇଛି। ଯଦି ଆପଣଙ୍କ ପାଖରେ ଏହା ପହଞ୍ଚାଇବା ମୋ ଭୁଲ, ତାହେଲେ ମୁଁ ଦୁଃଖିତ। ସମୁଦ୍ର ମନ୍ଥନରୁ ହଳାହଳ ବିଷ ବାହାରେ, ଅମୃତତ୍ୱ ଦେଉଥିବା ଅମୃତ ମଧ୍ୟ ବାହାରେ। ଠିକ୍ ସେମିତି ଏଇ ମନ୍ଥନରୁ ଆଜିର ଆରାଧକ ଶବ୍ଦ ବାହାରିଛି। ଓଡ଼ିଆ ଭାଷା ବ୍ୟାକରଣ ସୌରଭରୁ, ଯାହା ଆରାଧ୍ୟର ବିପରୀତ ଶବ୍ଦ ଅଟେ। ଶେଷରେ ଓଡ଼ିଆ ଭାଷାକୁ ଭଲ ପାଉଥିବା ସମସ୍ତ ଓଡ଼ିଆଙ୍କୁ ସାରସ୍ୱତ ପ୍ରଣାମ ଜଣାଉଛି। ବିଶେଷ କରି କିଶୋର ଚନ୍ଦ୍ର କର, ପୀତାମ୍ବର ମହାପାତ୍ର, ପ୍ରଦୀପ ପଣ୍ଡା, ବୀରେନ୍ଦ୍ର କୁମାର ଦାସ, ଦୟାନିଧି ରାୟଗୁରୁ, ରଞ୍ଜନ ବେହେରା, ନବଘନ ସାହୁ, କିଶୋର ଚନ୍ଦ୍ର କର, ଭାରତୀ ତ୍ରିପାଠୀ ଓ ଫେସବୁକ୍ରେ ମତାମତ ଦେଇଥିବା ସମସ୍ତ ଓଡ଼ିଆ ଭାଷାର ସାଧକମାନଙ୍କୁ ଶତ ଧନ୍ୟବାଦ। କାରଣ ଆପଣମାନେ ଓଡ଼ିଆ ଭାଷାକୁ ଭଲ ପାଉଛନ୍ତି। ବନ୍ଦେ ଉତ୍କଳ ଜନନୀ। ଓଡ଼ିଶା ଭାଷାର ଜୟ ହେଉ। ଆସନ୍ତୁ ସମସ୍ତେ ମିଶି କହିବା, ମୁଁ ଜଣେ ଖାଣ୍ଟି ଓଡ଼ିଆ, ମୋ ଭାଷା ଭାରି ବଢ଼ିଆ।